ଚାପିକି ସଖା ନାରାୟଣ କୃଷ୍ଣଙ୍କୁ ବିକଳରେ ଡାକୁଛି। ପ୍ରଭୁ ସମ୍ଭାଳି ପାରିଲା ନାହିଁ। ନା ନା ଅର୍ଜୁନ ଡାକିବ ସିଏ ସମ୍ଭାଳିବ? ପୁଅ କ୍ରୋଧାନ୍ୱିତ ହେଇଗଲେ ବିଶ୍ୱ ଚିନ୍ତାମଣି ବାସୁଦେବ କୃଷ୍ଣ। ଭଗବାନ କୃଷ୍ଣ ସ୍ମରଣ କଲେ, ସୁଦର୍ଶନ ଚକ୍ର ଆସିଗଲା। ଅର୍ଜୁନ ଚାପିକି ଧରିଛି, କୃଷ୍ଣ ସ୍ମରଣ କଲା, ସୁଦର୍ଶନ ଚକ୍ର ଆସି ଲାଗିଗଲା। ଚକ୍ର ଯେମିତି ଲାଗିଲା କୃଷ୍ଣ ଚକ୍ର ଘୁରେଇ ଘୁରେଇ ମାଟି ଚାଲିଲେ। କୁଆଡେ କୃଷ୍ଣ ଗଲେ? ଭୀଷ୍ମ ବୁଢା ଆଡକୁ। ଚକ୍ର ଧରି ପ୍ରଭୁ ପଳେଇଛି ଭୀଷ୍ମକୁ ମାରିଦବ, କାଟିଦବ। ଅର୍ଜୁନ ଦେଖିଲା ଚକ ଧଇଲାଣି ମାନେ ବୁଢାକୁ ମାରିଦବ। ଅର୍ଜୁନ ଗୋଟେଇ ବାସୁଦେବ କୃଷ୍ଣ ପାଦକୁ ଜାବୁଡି ଧରଲା। କଣ କହିଲା? ଜାବୁଡି ଧରି ଲେଖିଲେ ଭଗବାନ ବ୍ୟାସ। କାହିଁ ଧରିଛୁ ମୋ ଚାଲାଡେ? ଭଗବାନ ବ୍ୟାସ ଲେଖିଲେ। ଅର୍ଜୁନ ପାଦକୁ ଜାବୁଡି କଣ କହିଲା? କହିଲା ଯତ ତ୍ୱୟା କଥିତଂ ପୂର୍ବେ ନ ଯକ୍ଷ୍ୟାମିତି କେଶବ ମିଥ୍ୟାବାଦୀତି ଲୋକାସ୍ତ୍ୱାଂ କଥୟିଷ୍ୟନ୍ତି କେଶବ। ଅର୍ଜୁନ ପାଦକୁ ଜାବୁଡି ଧରି କହିଲା ଯତ ତ୍ୱୟା କଥିତଂ ପୂର୍ବେ, ହେ କେଶବ ତମେ ପୂର୍ବରୁ କହିଥିଲ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧରିବ ନାହିଁ ବୋଲି ତମେ ପୂର୍ବରୁ କହିଥିଲ। ଏବେ ହେ କେଶବ ତମେ ଅସ୍ତ୍ର ଧରିଲଣି। ମିଥ୍ୟାବାଦୀତି ଲୋକାସ୍ତ୍ୱାଂ କଥୟିଷ୍ୟନ୍ତି। ଲୋକମାନେ ତ୍ୱାଂ ତୁମକୁ ବୋଲେ ଆପଣଙ୍କୁ, ମିଥ୍ୟାବାଦୀ ଇତି ମିଛୁଆ ବୋଲି ଏ ସମସ୍ତେ କଥୟିଷ୍ୟନ୍ତି କହିବେ। କହିଲା ତୁ ପରା ସତ୍ୟ। ଅସ୍ତ୍ର ଧରିବୁ ନେଇ କହିଦେଲୁ, ଅସ୍ତ୍ର ଧରିଲୁ, ଲୋକମାନେ ତତେ ମିଛୁଆ ବୋଲି କହିବେ। ସଖା ତୋ ବାନାରେ କଳଙ୍କ ନ ଲାଗୁ, ମୋଠେଇ ପଛେ କଳଙ୍କ ଲାଗୁ। କହିଲା ତୋ ପାଦ ଧରିଛି, ସତ୍ୟ କରି କହୁଛି ମୁଁ ବୁଢାକୁ ଆଜି ସୂର୍ଯ୍ୟ ବୁଡିବା ପୂର୍ବରୁ ଶେଷ କରିଦେବି। ୟା ଉପରେ ବହୁ କଥା ଅଛି। କୋଉ ଦିନ କୃଷ୍ଣ ସତ୍ୟ କରିଥିଲା ଯେ ଅସ୍ତ୍ର ଧରିବନି? ଅସ୍ତ୍ର କେମିତି ଧରିଲା? ପ୍ରକୃତରେ ବାସୁଦେବ କୃଷ୍ଣ କଣ ମିଛୁଆ କି? ୟା ଉପରେ ପୁଣି ବହୁ କଥା ଅଛି। ଟିକିଏ ସାର ସୂଚେଇ ଦଉଛି, ସନ୍ଦେହ ଆପଣଙ୍କର କାହିଁ ରହିବ। ମହାଭାରତ ଯୁଦ୍ଧ ଆୟୋଜନ ହେଇଗଲା, ଡିକ୍ଲାର ହେଇଗଲା ଯେ ଯାହା ପକ୍ଷରେ ତମେ ଲୋକ ରଖ। ପୁଅ ଦୁର୍ଯ୍ୟୋଧନ ଶୁଣିଲା, କହିଲା ଗୋଟେ କାମ କରିବି, ମୋ ପକ୍ଷରେ କୃଷ୍ଣକୁ ରଖିଦେବି। କହିଲା ଆଗୁଆ ଯାଇ ଇନଭାଇଟ୍ କାର୍ଡ ଦେଇଦେବି। ଡିକ୍ଲାର ହଉ ଦୁର୍ଯ୍ୟୋଧନ ସାଙ୍ଗେ ସାଙ୍ଗେ ବାହାରିଲା, ଯାଇ ଦ୍ୱାରକାରେ ପହଞ୍ଚିଲା। ଆଗୁଆ ଦୁର୍ଯ୍ୟୋଧନ ବାହାରିକି ଯାଇଛି ଦ୍ୱାରକାକୁ। କହିଲା କୃଷ୍ଣଟାକୁ କାର୍ଡ ଦେଇକି ମୋ ପକ୍ଷରେ ରଖିଦେବି। ନେତାଟାକୁ ରଖିଦେଲେ ପାଣ୍ଡବ ଯିବେ କୁଆଡେ? ଲେଖିଲେ ଅନନ୍ତ ଭଟ୍ଟ ଚମ୍ପୁ ରାମାୟଣମ୍ ଯସ୍ୟାଧିମୌଳି ସବିଧେ ପ୍ରଥମଂ ସಮೇତ୍ୟ ତିଷ୍ଠାନ କୁରୁତୁ ବହ ସୁତ ଯୁଦ୍ଧିଷା ହମରଥେ। କୃଷ୍ଣ ଜାଣିଲେ ଦୁର୍ଯ୍ୟୋଧନ ଆସୁଛି ମତେ ତା ପକ୍ଷରେ ରଖିବ ବୋଲି। କୃଷ୍ଣ ଜାଣି ପୁଅ ନିଜ ଶୟନ କକ୍ଷରେ ଶୋଇଗଲେ। କୃଷ୍ଣ ଶୋଇଗଲେ। ଯସ୍ୟାଧିମୌଳି ଯସ୍ୟ ବାସୁଦେବ କୃଷ୍ଣସ୍ୟ, ଯେଉଁ କୃଷ୍ଣଙ୍କର ଆଧିମୌଳି, ମୌଳି ବୋଲେ ମୁଣ୍ଡ ପାଖରେ ଦୁର୍ଯ୍ୟୋଧନ ଠିଆ ହେଲା। ଯାଇକିନା ପଚାରିଦେଲା କୋଉ ଘରେ? ନା କୃଷ୍ଣ ଦ୍ୱାରକାପତି ଏଇ ଘରେ। ଦୁର୍ଯ୍ୟୋଧନ ଚାଲିଲା, ଇଏ ତ ମାନ ଗୋବିନ୍ଦ, ସିଏ ତ ଗୋବିନ୍ଦ। କହିଲା ଆରେ ଶୋଇଛି ତ ନିଦେରେ। ଶୋଇଲା ବେଳେ
7 ଜଣକୁ ଉଠେଇବେନି ଶୋଇଲା ବେଳେ 7 ଜଣକୁ ଉଠେଇଲେ ବିପଦ ଅହି ନୃପଞ୍ଚ ଶାର୍ଦୂଳ ଏ କ୍ରୀଟିଞ୍ଚ ବାଳକଂ ତଥା ଅହି ଏ ପିଲେ ସାପ ଶୋଇଥିଲେ ଉଠେଇବନି ନୃପ ରାଜା ଶୋଇଥିଲେ ଉଠେଇବେନି ମନ୍ତ୍ରୀ ମାନେ ଭୁବନେଶ୍ୱର ରହୁଛନ୍ତି ଆପଣ ଯିବେ ଯଦି ଶୋଇଛନ୍ତି ହେଇମିତି ବଇଥିବେ ଉଠିବା ଯାଏ କିଏ ଉଠେଇବ ତେଣୁ ରାଜା ଶୋଇଥିଲେ ଉଠେଇବେନି ଶାର୍ଦୂଳ ବାଘ ଶୋଇଥିଲେ ଉଠେଇବେନି ଅହି ନୃପଞ୍ଚ ଶାର୍ଦୂଳ କିଟି 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 ବୋଲେ ବାରାକୁ କହନ୍ତି କିଟି ବାରା ଶୋଇଥିଲେ ଉଠେଇବେନି ବାପା ବାଳକ ଛୋଟିଆ ଛୁଆ ଶୋଇଥିଲେ ଉଠେଇବେନି ଛୋଟିଆ ଛୁଆ ଗୋରୁ ଗୁରୁ ଶୋଇଥିଲେ ସପ୍ତ ସୁପ୍ତାନୁତ୍ଥାପୟେତ୍ 7 ଜଣ ଶୋଇଥିଲେ ଉଠେଇବେନି ଜାଣିଛି ଦୁର୍ଯ୍ୟୋଧନ କହିଲା ଦ୍ୱାରକାପତି ଶୋଇଛି ଉଠେଇବି ନାହିଁ ତ ଉଠିବା ଯାଏ ଅପେକ୍ଷା କରିବି କହିଲା କୋଉଠି ବସିବି ୟାର ଗୋଡ ତଳେ ବସିବି ନା ମୁଣ୍ଡ ଉପରେ ବସିବି ଦୁର୍ଯ୍ୟୋଧନ ମହାମାନି କହିଲା ୟା ଗୋଡ ତଳେ ମୁଁ ବସିବି ମୁଁ ହଉଛି ମାନ ଗୋବିନ୍ଦ ୟା ଗୋଡ ତଳେ ବସିବି ନାହିଁ ଯସ୍ୟାଧିମୌଳି ମୁଣ୍ଡ ଉପରେ ଦୁର୍ଯ୍ୟୋଧନ ବସିଲା ରେ ଦୁର୍ଯ୍ୟୋଧନ ଦେଖନ୍ତୁ ମୁଣ୍ଡ ଉପରେ ବସିଲା ବ୍ୟାସ ଲେଖିଲେ ସ୍ତତ କୁନ୍ତଳେ ନାରାୟଣଙ୍କର ଚୁଟି ହଉଛି ବଙ୍କା ବାଙ୍କ ଚାହାଣୀ ବାଙ୍କ ଠାଣି ଆଉ ବାଙ୍କ ଚୂଳ ବଙ୍କା କେଶ ଦୁର୍ଯ୍ୟୋଧନ ବଙ୍କା ମନ ବୋଲି ମୁଣ୍ଡ ଉପରେ ବସିଲା ନେଇ ଯେ ତାଙ୍କ ବଙ୍କା ବାଳ ପୁଞ୍ଜିକ ପାଇଲା ରେ ପଛରେ ବାହାରିଲା ଅର୍ଜୁନ କହୁଛି ହେ ସଖା ତୋ ପାଦ ଯୋଡିକ ମୁଁ ପାଆନ୍ତିନି ଦୁର୍ଯ୍ୟୋଧନ ଆଗରୁ ଗଲାଣି ମୋର ଡେରି ହେଇଗଲା ସଖା तो पाद जोड़िक मु पाती कि दैवारिक स्तोत्र सदत मार्गो निद्रायमानस्य निकेत मध्ये सौरे रूपायाश्चरणोपधान तच्छन्ति सिन्धुइव कुर्म शोभा दैवारिक बोले द्वारी अर्जुन दैवारिक द्वारी की पचारा ए द्वारी तम राजा कौठे कला बिल्डिंग रे अछंती दुर्योधन गले सदत मार्ग द्वारी बाट देख ये बाट जात पार्थ अर्जुन गला सदत मार्ग निद्राय मानस्य निकेत मध्य निकेत निकेतन घरर प्रतिशब्द निज शयन कक्ष निद्रायमान कृष्ण शोचन सौरे उपाया सौरी बोले वासुदेव कृष्ण 108टा नारू कृष्णर गोटे ना सौरी चरण पाद जोड़िक खाली अच्छी अर्जुन देखला कहला रे जो पाद को भाभी भाभी आसली से पाद जोड़िक खाली अच्छी अर्जुन गला ता पाद तले जाई बसिला किमिति शोभा पाइला तत संधि सिंधु इव कुर्म शोभनम सिंधु बोले समुद्र कुर्म बोले कंछ समुद्र पानी रु गोटाए कंछ बाहरी की ये सुकिला रे बसिला भलिया ये नारायण जदि हुए दयार समुद्र ये समुद्र अर्जुन गोड़ तले बसिला नहीं जे कछुआ गोटे कईछ भलिया तले जाकी जुकी बढ़ला रे कईछ बसिले ता मुंड भितर को गोड़ चारिटी भितर को अर्जुन संकुचित हे गोड़ तले बसिला प्रभु जानिला आउ असुविधा नहीं एतिक बेले कृष्ण उठिले सखा केते आसिलानी सखा हे पंडित मंडली देखन जने सोईची उठिले गोड़ तल लोक का उठिले देखिबो ना मुंड ऊपर लोक को देखिबो आपण सोईचंती उठिबे कृष्ण उठिले गोड़ तले बसला अर्जुन
ଦେଖିଲେ ସଖା ସଖା ବୋଲି କୁଣ୍ଢା କୁଣ୍ଢି ହେଇଗଲେ ମୁଣ୍ଡ ଉପରେ ବସି ଦୁର୍ଯ୍ୟୋଧନ କହିଲା ଦ୍ୱାରକାପତି ଦୁର୍ଯ୍ୟୋଧନ କହୁଛି ଦ୍ୱାରକାପତି ଆଗ ମୁଁ ଆସିଲା ବାଲା ଏ ଅର୍ଜୁନ ପଛେ ଆସିଲା ବାଲା କହିଲା କୁଆଡେ ଆସିଛ କହିଲା ଯୁଦ୍ଧରେ ଆମ ପକ୍ଷରେ ରହିବ କଣ କହିଲେ ବାସୁଦେବ କୃଷ୍ଣ କହିଲେ ମୁଁ ଶୋଇଥିଲି ଉଠିଲି ଯାହାକୁ ଆଗ ଦେଖିଲି ତା ଆଗରେ ମୁଁ ମୋ ଆଗରେ ଅର୍ଜୁନ ଯୁଦ୍ଧରେ ଅର୍ଜୁନ ଆଗରେ ରହିବି ମୁଁ ମୋ ପଛରେ ତମେ ମହାମାନି ମୁଁ ତମ ପଛରେ ରହିବି ହେ ବଳରାମ ପହଞ୍ଚିଲେ ବଡ ଭାଇ କହିଲେ ରେ କହ୍ନେଇ କଣ ଚାଲିଛି କହିଲା ଭାଇ ଆଗ ବଳରାମଙ୍କ ଶିଷ୍ୟ ଦୁର୍ଯ୍ୟୋଧନ କହିଲେ ଆଗ ଦୁର୍ଯ୍ୟୋଧନ ମହାମାନେ ଆସିଥିଲେ ହେଲେ ମୁଁ ଶୋଇଥିଲି ଭାଇ ଉଠିବା ମାତ୍ରେ ଦେଖିଲି ଅର୍ଜୁନକୁ ତେଣୁ ମୁଁ ପାଣ୍ଡବ ପକ୍ଷରେ ରହିବି କହିଲେ ତୁ ଯଦି ପାଣ୍ଡବ ପକ୍ଷରେ ରହିବୁ ତାହେଲେ ଶପଥ କର ଅସ୍ତ୍ର ଧରିବୁ ନେଇ ନାରାୟଣ କୃଷ୍ଣ କହିଲା ଭାଇ କେମିତି ଶପଥ କରିବି କହିଲା ମୋ ବୁଢା ଆଙ୍ଗୁଠି ଛୁଇଁକି କହ ଡାହାଣ ପାଦର ନିୟମ କର କହ୍ନେଇ ଅସ୍ତ୍ର ଧରିବୁନି ବଡ ଭାଇ କହୁଛି ଦୁର୍ଯ୍ୟୋଧନ ଅର୍ଜୁନ ଅଛନ୍ତି ବାସୁଦେବ କୃଷ୍ଣ ବଡ ଭାଇ ବଳରାମଙ୍କର ଡାହାଣ ପାଦର ବୁଢା ଆଙ୍ଗୁଠି ଧରି ନିୟମ କଲେ ମୁଁ ଅସ୍ତ୍ର ଧରିବିନି ଅସ୍ତ୍ର ଧରିଲା ନା ନାହିଁ ଅସ୍ତ୍ର ଧରିଲା ନା ନାହିଁ ଫଳ କଣ ପାଇଲା ଫଳ କଣ ପାଇଲା ବଡ ଭାଇର ବୁଢା ଆଙ୍ଗୁଠି ଧରି ନିୟମ କରିଥିଲା ବୋଲି ଶିଆଳି ଲତାରେ ଯେତେବେଳେ ଶୋଇଲା ହେ ହରି ବିଜେ ଶିଆଳି ଶ୍ରୀକରେ ବନ ବାମଚ ଶ୍ରୀକରେ ରଖେ ଦକ୍ଷିଣ ଜାନୁ ଉତ୍ତର ଡାହାଣ ଜାନୁରେ ବାଁ ପାଦ ଦେଇ ଶୋଇଥିଲା ସେଦିନ ବ୍ୟାଧ ଏ ଯାରା ସବର ମୃଗର କର୍ଣ୍ଣ ପ୍ରାୟ ମଣି ବାଣ ବିନ୍ଧିଲା ଗୁଣ ଟାଣି ସେଇ ଆଙ୍ଗୁଠିରେ ସେଇ ଡାହାଣ ପାଦ ଆଙ୍ଗୁଠିରେ ସରଟି ଫୁଟିଲା ନିୟମ କରିକି ଭଗବାନ ପାର ପାଉନେଇ ରେ ଆମେ କେତେ ମାତ୍ର ବିଶ୍ୱ ଚିନ୍ତାମଣି ବଡ ଭାଇ ବୁଢା ଆଙ୍ଗୁଠି ଧରି ନିୟମ କରିଦେଲା ଅସ୍ତ୍ର ଧରିବନି ଅସ୍ତ୍ର ଧରିଲେ ନା ନାଇଁ ଧରିଲେ କେମିତି ଅସ୍ତ୍ର ଧରିଲେ ୟା ଭିତରେ ଦୁନିଆ କଥା ଆହୁରି ଅଛି ପୁଅ ବହୁ କଥା ଅଛି ପ୍ରଭୁ କଣ କହିଦେଲା ସେଦିନ ଜଗତ ଜାଣିବା ପାଇଁ ଆପଣ ମାନେ ବୁଢା ଆଙ୍ଗୁଠି ଛୁଇଁଲା ବୋଲି ସର ଫୁଟିଲା ନା ପ୍ରଭୁ କହିଲା ଯେ ରଥସ୍ୟ ମୂଳଂ ଚାଳୟାମି ଭାଇ ମୁଁ ପାଣ୍ଡବ ପକ୍ଷରେ ରହି ବ୍ୟାସ ଲେଖିଲେ ରଥସ୍ୟ ମୂଳଂ ଚାଳୟାମି ସାରଥ୍ୟ ମାତ୍ର କରଣୀ ମୁଁ ସାରଥି ହେବି ରଥସ୍ୟ ମୂଳ ରଥର ମୂଳ କିଏ ଚକ ଏଇଠି ରହିଲା ଦିଟା ଅର୍ଥ ରଥର ମୂଳ ଚକ୍ର ଚାଳନା କରିବି ସାରଥି ହେଲେ ବି ଚକ୍ର ଚାଳନା କରିବି ମୁରଭିତ ରଥସ୍ୟ ମଧ୍ୟେ ଚକ୍ରଂ ଚାଳୟତି ମୁରଭିତ ମୁରାସୁରକୁ ଭୀତି ବୋଲେ ଯିଏ ମାରିଥିଲେ ମୁରାରୀ ମୁରଭିତି ବୋଲେ ମୁରାରୀ କୃଷ୍ଣ ବାଟକୁ ପଳେୟା ଅର୍ଜୁନ ପଣ କରିଦେଇଛି ଭୀଷ୍ମକୁ ସେ କରିବ ପୁଅ ଯେତେବେଳେ କୃଷ୍ଣ ଚକ୍ର ବୁଲେଇଲା ଭୀଷ୍ମ ଧନୁଷର ଥୋଇଦେଲା ହାତ ଯୋଡ଼ିଦେଲା କହିଲା ଏ କହିଥିଲା ଅସ୍ତ୍ର ଧରିବନି ଅସ୍ତ୍ର ଧରିଲା ମୁଁ କାହିଁ ଅସ୍ତ୍ର ଧରିବି ଭୀଷ୍ମ ବୁଢା ଧନୁଷର ଥୋଇଦେଲା କଣ କହିଲା
ଲେଖିଲେ ବ୍ୟାସ ଏହି ଦେବେ ସ ଜଗନ୍ନିବାସ ନମୋସ୍ତୁତେ ମାଧବ ଚକ୍ର ପାଣି ପାତୟ ମାଙ୍ଗ୍ରଥ ତମାତା ଋଷିକେଶ ତମେବ ଏବ ଶରଣଂ ଚ ସଂଖ୍ୟେ ବ୍ୟାସ ଏହି ଭୀଷ୍ମ ବୁଢା ଧନୁଷର ଥୋଇ ଡାକିଲା ଏହି ଅର୍ଥ ଆସ ଆମେ ସୂର୍ଯ୍ୟଙ୍କୁ ସାର ପାଣି ଦେଲା ଡାକୁଛେ ହେ ସୂର୍ଯ୍ୟ ନା ହେଇଟା ହେ ନୁହଁ ହେ ସୂର୍ଯ୍ୟ ସହସ୍ରାଂଶୁ ନୁହଁ ଏହି ସୂର୍ଯ୍ୟ ସହସ୍ରାଂଶୁ ତେଜରା ସବୁ ଜଗତପତେ ଏହି ଆମେ କହୁଛେ ହେ ସୂର୍ଯ୍ୟ ପାଣି ଦେଲା ବେଳେ ହେ ନୁହଁ ଏଇଟା ଏହି ସୂର୍ଯ୍ୟ ଏହି ବୋଲେ ଆସ ତାର ବ୍ୟାଖ୍ୟା କରିବାକୁ ବେଳ ନାହିଁ ଏହି ଆସ କେମିତି ହେଲା ଇ ଧାତୁ ଅର୍ଥ ଯିବା ଗମ ଧାତୁ ଯିବା ଗଛତି ଆ ଲାଗିଲେ ଆଗଛତି ଆସୁଛି ଇ ଧାତୁରୁ ଇହି ବୋଲେ ଯାଅ ତ୍ୱଂ ଗଛ ତ୍ୱଂ ଇହି ଆ ଉପସର ଲାଗିଲେ ଆ ଯୁକ୍ତ ଇହି ଆ ଇଏ ଏହି ଆସ ଭୀଷ୍ମ ଡାକିଲା ଆସ ଆସ ଏହି ଜଗନ୍ନିବାସ हे विश्वकर्ता नमोस्तुते आपन को नमस्कार हो हे चक्र हाथ धरल बोली चक्र पाणी सांगे सांगे कही भीष्म कहला तमें चक्र पाणी पातय मांग रथ तमा ये श्रेष्ठ रथरु मते पकई दियो मते मारी दे कन्हे मारी दे मोर वस्त्र धरिबार नहीं निराश्रय मांग जगदीश रक्ष बुढ़ा सिना धनुषर थोईदेला व्यास लिखिले सारला महाभारत लक्षे 1,40,000 सारे दांडीवृत दी धारिया सारला महाभारत रे 1,40,000 दांडीवृत पद व्यास महाभारत रे 1,00,000 श्लोक एबे व्यास महाभारत किणिले 1,20,000 श्लोक पाइबे एबे जो बही 20,000 बढ़ी जाइए एबे मु बही सब किणिली 20 वर्ष हला व्यास महाभारत मो बही अच्छी 1,00,000 श्लोक सत साहस्री संहिता सारे व्यास महाभारत एबे 20,000 मिसिक बही आलानी आपण इस्कन राणु ना व्यास महाभारत गोटा पेटी 6 खंड संस्कृत लेखा 120,000 1,20,000 जाओ सारला महाभारत रूपते गायबी भीष्म कहीं अस्त्र छाड़े बाबारे ये सावधान से खंडे सम्मुखे शिखंडी समुखे बिलोकी पलके बिलोप गंगा सुत सत्ता सारला महाभारत माइकिया शिखंडी
द्रुपद राजा यज्ञ बाहर शिखंडी 108 आउति दिया है खंड 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 अग्नि शिखा बाहर खंड खंड उड़ी उड़िका पड़ेगा बेले आहुति देला बेले शिखा अगर छपिज तेणु यज्ञ कुंडर अग्नि शिखा खंड 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 छपिगला बोली जन्म है ता ना देदेले शिखंडी माइजिया शिखंडी ठिया हो गला भीष्म देखीगला कहला ए शिखंडी माइजिया सारा महाभारत कहे शिखंडी की देखी भीष्म अस्त्र त्याग करदे छाड़दे जहाँ हो बुढ़ा किंतु आज्ञा अस्त्र छाड़ी देछि आउ किए अच्छी भरोसा ना बापा अच्छी भीष्मर ना माँ अच्छी ना स्त्री अच्छी ना पुआ अच्छी ना झी अच्छी भीष्मर केही नहीं।